आमମାନଙ୍କର ପ୍ରାଣକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଅନୁଗ୍ରହ ଓ ଶାନ୍ତି ତୁମମାନଙ୍କ ପ୍ରତି ବାହୁଲ୍ୟ ରୂପେ ବର୍ତ୍ତିତ ହଉ। ଆମେନ୍। ଆସନ୍ତୁ ଆଜି ଦିନ ନିମନ୍ତେ ଉପଦେଶ ପାଠ ଯାହା ଜୈନ ପଞ୍ଜିକାରେ ନିର୍ଦ୍ଧାରିତ ହୋଇଛି ତାହା ମାନେ ଶୁଣିବା। ଲେଖାଯାଏ ସାଧୁ ମାର୍କଙ୍କ ଦ୍ୱାରା ଲିଖିତ ସୁସମାଚାର ମାର୍କ 12 ପର୍ବ ତାର 41 ପଦ ଠାରୁ 44 ପଦ ପର୍ଯ୍ୟନ୍ତ। Gospel according to Mark chapter 12 verse 41 to 44। ମାର୍କ 12 ପର୍ବ 41 ପଦରୁ 44 ପଦ ପର୍ଯ୍ୟନ୍ତ। ଦେଖନ୍ତୁ ଏଠାରେ କିପରି ଲେଖାଯାଏ। ପରେ ସେ ଅର୍ଥାତ୍ ଯୀଶୁ ଭଣ୍ଡାର ସମ୍ମୁଖରେ ବସି ଲୋକ ସମୂହ କିପରି ସେଥିରେ ପଇସା ପକାଉଅଛନ୍ତି ତାହା ଦେଖୁଥିଲେ। ସେତେବେଳେ ଅନେକ ଧନୀ ଲୋକ ସେଥିରେ ବେଶୀ ପକାଇଲେ। ଆଉ ଜଣେ ଦରିଦ୍ର ବିଧବା ଆସି 1 ପାହୁଲା ମୂଲ୍ୟର 2 କ୍ଷୁଦ୍ର ମୁଦ୍ରା ସେଥିରେ ପକାଇଲା। କହିଲେ ଯୀଶୁ ଆପଣ ଶିଷ୍ୟମାନଙ୍କୁ ନିକଟକୁ ଡାକି କହିବେ, ମୁଁ ତୁମକୁ ସତ୍ୟ କହୁଅଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି। କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ତାହାର ଯାହା କିଛି ଥିଲା ସେହି ସବୁ ପକାଇଲା। ପ୍ରଭୁ ଏହି ବାକ୍ୟ ବୁଝିବା ପାଇଁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଦୟାକରି ବସିଯାଆନ୍ତୁ। ପ୍ରଭୁଙ୍କର ମହାନାମର ଧନ୍ୟବାଦ ପୁନରାୟ ପ୍ରଭୁ ଆମକୁ ଅନୁଗ୍ରହ କଲେ। ଆଉ ତାଙ୍କରି ଦୟା ହେତୁ ଆମେ ଏକ ନୂତନ ମାସ ମଧ୍ୟରେ ଉପସ୍ଥିତ ହୋଇଛୁ। ନୂତନ ମାସର ପ୍ରଥମ ସପ୍ତାହରେ ତେବେ ଯେତେବେଳେ ଆମେ ନୂଆ ମାସ ପାଉଛୁ ତେବେ ଆମମାନଙ୍କର ହୃଦୟକୁ ମଧ୍ୟ ନୂଆ କରି ପ୍ରଭୁଙ୍କ ନିକଟରେ ଉପସ୍ଥିତ ହେବା ଆବଶ୍ୟକତା ଅଛି। ତେଣୁ ଆସନ୍ତୁ ନୂତନ ମନ ନେଇ ପ୍ରଭୁଙ୍କ ଚରଣ ନିକଟରେ ସମର୍ପିତ ହେବା, ପ୍ରାର୍ଥନା କରିବା। ଆସନ୍ତୁ ପ୍ରାର୍ଥନା କରିବା ବାକ୍ୟ ନିମନ୍ତେ। ପ୍ରଭୁ ତୁମେ ଜୀବିତ ପରମେଶ୍ୱର, ତୁମର ବାକ୍ୟ ଜୀବିତ ଅଟେ। ଜୀବନ୍ତ ବାକ୍ୟକୁ ଯେଉଁମାନେ ଭିତ୍ତି କରି ଜୀବନ ଅତିବାହିତ କରନ୍ତି ସେମାନେ ସର୍ବଦା ଅନନ୍ତ କାଳ ପର୍ଯ୍ୟନ୍ତ ତୁମର ରାଜ୍ୟରେ ଜୀବିତ ରୁହନ୍ତି। ପ୍ରଭୁ ଆଜିର ବାକ୍ୟର ମର୍ମ ବୁଝିବା ପାଇଁ ତୁମର ପବିତ୍ର ଆତ୍ମାଙ୍କ ଅଭିଷେକ ଆମ ସମସ୍ତଙ୍କୁ ଦିଅ। କେବଳ ଶ୍ରୋତା ମାତ୍ର ନୁହେଁ, ବାକ୍ୟର କର୍ମକାରୀ ହେବା ପାଇଁ ତୁମେ ସାହାଯ୍ୟ କର। ଏହି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍। ପ୍ରିୟମାନେ, ଆଜିର ଶାସ୍ତ୍ରାଂଶ ମାର୍କ ତାର 12 ପର୍ବ 41 ପଦରୁ 44 ପଦ ଦେଇ ମୁଁ କହିବା ପାଇଁ ଚାହେଁ। God watches our offerings. God watches our offerings. ଅର୍ଥାତ୍ ଈଶ୍ୱର ଆମ୍ଭମାନଙ୍କର, ଆପଣମାନଙ୍କର, ମୋର ଈଶ୍ୱର ଆମ୍ଭମାନଙ୍କର ଦାନ ପ୍ରତି ଦୃଷ୍ଟି ଦିଅନ୍ତି। ପ୍ରଭୁ ଆମ୍ଭମାନଙ୍କର ଦାନ ପ୍ରତି ସେ ଦୃଷ୍ଟି ଦିଅନ୍ତି। ଯାହା ସବୁ ଆମେ ପ୍ରଭୁଙ୍କୁ ଦେଉଛୁ, ଯାହା ସବୁ ଆମେ ଅନ୍ୟ ନିମନ୍ତେ କିଛି କରୁଛୁ, ଇଟ୍ ୱାଜ୍ ୱାଚେବୁଲ୍ କରାଯାଇଥିଲା। ଆଉ ମଧ୍ୟ ଆଜି ପ୍ରଭୁ ଦେଖୁଛନ୍ତି। God watches our giving, our offerings। ମୁଁ ଥରେ କହୁଥିଲି ଯେ why we song, why we sing, କାହିଁକି ଆମେ ଗୀତ ଗାନ କରୁ? ନୂଆ ନୂଆ ଗୀତ ଗାଇବାର ଉଦ୍ଦେଶ୍ୟ ହେଲା ସିଙ୍ଗିଂ ଚର୍ଚ୍ଚ ଇଜ୍ ଏ ଲିଭିଂ ଚର୍ଚ୍ଚ। ଯେତେବେଳେ ଆମେ ଗୀତ ଗାଉଥିବୁ ତେବେ ବଞ୍ଚିଛୁ ବୋଲି ଜଣା ପଡ଼ିବ। ପ୍ରଭୁଙ୍କୁ ଧନ୍ୟବାଦ ଦେଉଥିବା ହୃଦୟ ହିଁ ବଞ୍ଚିଥିବୁ।
जार मुख फिटिब ना से मृत थैंक गॉड प्रभु आमको मुख कर निर्माण करना तेज आम गीत गान करुँ देखुली प्राय यंग पुओ झी मैंने इवन इन लिटर्जी सिंगिंग लिटर्जी गाइबा समय मुई ना बड़ लोक मैंने गाइबा तेज आम अनेक समय शिखा चेष्टा करूँ कि प्रभु गीत गाइबा चेष्टा करूँ पिला माने नेक्स्ट जनरेशन नचे जदि आम अभ्यास करूँ ना गाइब ना आम माइंड रू ता पड़े से जड़े कहती हैबिट मेक्स परफेक्ट अभ्यास आम मानू उत्तम करे सिद्ध करे तेज आम प्रभु जो गीत गान करुचु जिते लिटर्जी स्तुति गान करुचु यह अभ्यास जीवन शैली हो जाए ईश्वर सहित आम मान जीवन शैली परिवर्तन कर आवश्यकता अच्छी कहली सिंगिंग चर्च इज ए लिविंग चर्च एंड लिविंग चर्च इज ए गिविंग चर्च तेज गीत गाइबा मंडली हूँ जीवंत मंडली आ जीवंत मंडली हूँ दान देवार मंडली जिते पर्यंत आम दान देवा शिखिनु से पर्यंत आम जीवित नहु जना पड़ो देवाक पड़ो कारण ईश्वर प्रथम देले तापर कहे से प्रथम जहन 4 पक्ष तार 19 पदरे आम लक्ष्य करुचु आम जे ईश्वर को प्रेम करुचु फास्ट मु करुची मुझे प्रभु को प्रेम जनाऊँ ताहा नुहे किंतु से प्रथम आम प्रेम करी जहन 3:16 पुत्र को देले तापरे कहिले जे विश्वास करिबो मते प्रेम करिबो ता जीवन रे अभाव नहिबो तो प्रभु प्रथम आमको शिखाउछंती जे से जीवित ईश्वर आम जो देखू आम जीवित मानक मध्य गणित हो प्रिय माने अनेक बार आम मंडली शुणीचु आ साधारणतः एस्टाब्लिश चर्चेस मेनलाइन चर्चेस प्रतिष्ठित आ प्रमुख स्रोत मंडली गुड़िक दान देवा विषय शिक्षा दिखती आम अभ्यास शुणवाई इच्छा ना शुणापी आम बांछा करूँ दान देवा कहवा कथा जार हृदय जहाँ अच्छी गला तो छिड़गला किंतु ईश्वर आत्मार दान को देखती तेज आम ता विषय चिंता कर आवश्यकता अच्छी प्रिय मान जीसस फेवरेट टॉपिक इज वेल्थ एंड मनी मन रखते जीशुकर फेवरेट फेवरेट माने कौन कहूँ आम प्रिय पसंदीदा सब्जेक्ट होची आम मानू धन विषय शिक्षा देवा टंका विषय शिक्षा देवा मुझे कहती कहीं जेहेतु धन दिन एमती परिस्थिति आणिबो जे मो जगार सब्स्टिट्यूट गॉड तैयारी करिबो ईश्वर जानी जीशु जानी मो जगह ईश्वर को जगार धन स्थान करिबो तार जगह संरक्षित करिबो से अर्थात जीशु आम मान धन विषय शिक्षा दिखती पसंदीदा टॉपिक प्रसंग और से जब आप पढ़े जीशु प्राय 700 थर जीसस टीचेस अबाउट वेल्थ नूतन नियम 700 थर जीशु ये धन टंका अर्थ विषय शिक्षा देते तेरे गोटे महत्वपूर्ण विषय गुरुत्वपूर्ण विषय आउ प्राय 2350 वर्ष अच्छी वाक्यर पद अच्छी जो जीशु धन विषय शिक्षा दिखती आउ नूतन नियम 15% वाक्य धन उपर 100% वाक्य 27टा पुस्तक मध्य यदि 100 भाग आम 100 को भाग करवा तो 15 भाग धन विषय लिखाई हाउ मच इम्पोर्टेंट तेज आम जाना केते महत्वपूर्ण धनर कथा कारण धन ही गोटे जिनिस जहाँ प्रभु आज आम को
କାଲିକି ଆମ ପାଖରେ ନଥିବ ଆଉ ତା ପୂର୍ବରୁ ମୋତେ ବ୍ୟବହାର କରି ପ୍ରଭୁଙ୍କର ସନ୍ତୋଷ ଭାଜନ ହେବାର ଅଛି। ତେବେ ଯେତେବେଳେ ଆମେ ପଢୁଛୁ ଏପ୍ରି ତାର 13 ପର୍ବ 16 ପଦରେ, ଏପ୍ରି 13 ପର୍ବ 16 ପଦରେ କୁହାଉଛି, ପରୋପକାରିତା ଓ ଦାନ କରିବାକୁ ପାସର ନାହିଁ, କାରଣ ଏହିପରି ବଳିରେ ଈଶ୍ୱରଙ୍କର ପରମ ସନ୍ତୋଷ। God will please, ଈଶ୍ୱର ସନ୍ତୋଷ ପାଇବେ ତାହା ଦ୍ୱାରା। ଈଶ୍ୱରଙ୍କୁ ଯଦି ସନ୍ତୁଷ୍ଟ କରିବା ପାଇଁ ଚାହାନ୍ତି ତେବେ ବେଷ୍ଟ ଜିନିଷ ହେଉଛି ଗିଭିଂ। ପରର ଉପକାର କରନ୍ତୁ, ଦିଅନ୍ତୁ, ଈଶ୍ୱରଙ୍କୁ ଦିଅନ୍ତୁ, ଦାନ ଦିଅନ୍ତୁ, ତାହା ହିଁ ଈଶ୍ୱରଙ୍କୁ ସନ୍ତୋଷ କରିପାରିବ। ଆଉ ଯୀଶୁଖ୍ରୀଷ୍ଟ ତାଙ୍କର ଜୀବନ ଦେବା ଦ୍ୱାରା ହିଁ ଈଶ୍ୱରଙ୍କୁ ସନ୍ତୁଷ୍ଟ କରେ। ଆମେ ଈଶ୍ୱରଙ୍କୁ କ'ଣ ଦେଇ ସନ୍ତୁଷ୍ଟ କରିବା? ମୁଁ କହୁଥିଲି ଯେ ଜଣେ ମନେ ଥିବ ନା ନାହିଁ, ମୁଁ ଯେତେବେଳେ ଥିଓଲୋଜିକାଲ ଷ୍ଟଡି ଆରମ୍ଭ କଲି, ମୋର BTS ଡିଗ୍ରୀ କରୁଥିଲି, ବ୍ୟାଚଲର ଥିଓଲୋଜି, ଆଉ ସେଠି ଲାଇବ୍ରେରୀରେ ପ୍ରଥମ ଦିନ ମୁଁ ଯାଇଥାଏ। ଆଉ ସେ ଲାଇବ୍ରେରୀର କାନ୍ଥରେ ଗୋଟେ ଯୀଶୁଙ୍କର ଫଟୋଚିତ୍ର ଅଛି, କ୍ୟାଲେଣ୍ଡର ଅଛି, ଅତି ପୁରୁଣା କ୍ୟାଲେଣ୍ଡର। ଆଉ ସେଠି ଯୀଶୁଙ୍କର ଗୋଟେ ଫଟୋଚିତ୍ର ଅଛି। ଯୀଶୁ ଦୁଇଟା ବାହୁ ହାତ ପ୍ରସାର କରିଛନ୍ତି, ଆଉ ମେଘ ଲାଗିଛି, କୃଷ କାଠରେ ସେ ଝୁଲୁଛନ୍ତି। ଆଉ ତଳେ କିଛି ଏ ପ୍ରକାର ଲେଖା ଥିଲା, I have given my life for you, what have you given for me? ମୁଁ ତୁମ ପାଇଁ ଜୀବନ ଦେଲି, ତୁମେ ମୋ ପାଇଁ କ'ଣ ଦେଇଛ? Are we ready to answer on that question? ସେହି ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରସ୍ତୁତ ଅଛୁ କି? ଈଶ୍ୱର ତାଙ୍କର ଜୀବନ ଆମକୁ ଦେଲେ, ତେବେ ଆମେ ତାଙ୍କୁ କ'ଣ ଦେଇ ସନ୍ତୁଷ୍ଟ କରିବା? What we have, it's God. ଯାହା ସବୁ ମୋ ପାଖରେ ଅଛି ଏହା ହେଉଛି ସବୁ ଈଶ୍ୱରଙ୍କର। ତେବେ ଯେତେ ପାରୁ ପର୍ଯ୍ୟନ୍ତ ଆମେ ପ୍ରଭୁଙ୍କୁ ଦେବୁ ସେତେ ଆମ ଜୀବନରେ ଆଶୀର୍ବାଦ ବଢ଼ିବ। ସେଥିପାଇଁ ଈଶ୍ୱର ଆମମାନଙ୍କର ଦାନକୁ ଦେଖନ୍ତି। God watches our offering। ତେବେ ଆମେ ଈଶ୍ୱରଙ୍କୁ କେମିତି ଦୃଷ୍ଟି ଆକର୍ଷଣ କରିବା? ପ୍ରଭୁଙ୍କ ଠାରେ ଆମେ ସବୁବେଳେ ଦେଖାଯିବା ପାଇଁ ହେଲେ 3ଟି କାମ କରିବାକୁ ପଡ଼ିବ। ଫାର୍ଷ୍ଟ ଥିଙ୍ଗ, କ'ଣ କରିବାକୁ ପଡ଼ିବ? ୱିଶ୍ ଟୁ ଲଭ୍। ୱିଶ୍ ଟୁ ଲଭ୍ ଅର୍ଥାତ୍ ପ୍ରେମ କରିବା ନିମନ୍ତେ ଇଚ୍ଛା ବା ବାଞ୍ଛା କରିବାକୁ ପଡ଼ିବ। ପ୍ରେମ କରିବାକୁ ବାଞ୍ଛା କରିବାକୁ ପଡ଼ିବ। କାରଣ 2ଟି ପ୍ରଧାନ ଆଜ୍ଞା ଯୀଶୁ ଦେଲେ, 10ଟି ଆଜ୍ଞାକୁ ସଂକ୍ଷିପ୍ତ କରି 2ଟି ଆଜ୍ଞାରେ ସେ ପ୍ରକାଶ କଲେ। ଈଶ୍ୱରଙ୍କୁ ପ୍ରେମ କର ଆଉ ପ୍ରତିବାସୀକୁ ପ୍ରେମ କର। ଆଉ ସେ 2ଟି ଆଜ୍ଞା ମଧ୍ୟରେ ସୁଦ୍ଧା ଆଉ ଗୋଟେ ଜିନିଷ ଚିପଡ଼ା ହେଇକି ଆମେ ନେଇପାରିବା। କ'ଣ 2ଟି ଜାଗାରେ କ'ଣ ଅଛି? ପ୍ରେମ ଅଛି। ତେବେ ପ୍ରେମ ହେଉଛି ମହତ୍ୱପୂର୍ଣ୍ଣ ଈଶ୍ୱରଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ। ତେବେ ଆମେ ଆଜି ଆସିଛୁ ପ୍ରଭୁଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ। ପ୍ରଭୁ ମୋତେ ଟିକେ ଦୃଷ୍ଟି ଦିଅନ୍ତୁ। ସେଦିନ ଭଣ୍ଡାରରେ ଅନେକ ଦାନ ପକାଉଥିଲେ, କିନ୍ତୁ ପ୍ରଭୁ ବିଶେଷ ଦୃଷ୍ଟି ଦେଲେ କାହା ପ୍ରତି? ସେ ବିଧବା ପ୍ରତି। ଆଜିର ଏହି ଉପାସନା ଆମମାନଙ୍କ ପାଇଁ ପ୍ରଭୁଙ୍କର ଦୃଷ୍ଟି ଆକର୍ଷଣର ଉପାସନା ହେଉ। ପ୍ରିୟମାନେ, ମୁଁ କହିଲି ୱିଶ୍ ଟୁ ଲଭ୍, ପ୍ରେମ କରିବା ନିମନ୍ତେ ବାଞ୍ଛା କରିବା। ପ୍ରେମ ଅଟୋମେଟିକାଲି ହୁଏ, ଏହାକୁ ତିଆରି କରିବାକୁ ପଡ଼େ। ଯାହାକୁ ଘୃଣା କରୁଥିବୁ ଆମେ ଚେଷ୍ଟା କରିବାକୁ ପଡ଼ିବ। we have to love, ମୁଁ ପ୍ରେମ କରିବି। ଯଦିଓ ସେ ମୋ ବିରୁଦ୍ଧରେ ଥିଲେ ମଧ୍ୟ, ମୋ ବିରୁଦ୍ଧରେ କଥା କହୁଥିଲେ ମଧ୍ୟ, ମୋତେ ନିନ୍ଦିତ ଅପମାନିତ କରୁଥିଲେ ମଧ୍ୟ, ମୋତେ ବାଞ୍ଛା କରିବାକୁ ପଡ଼ିବ, ଇଚ୍ଛା କରିବାକୁ ପଡ଼ିବ। ମୁଁ ପ୍ରେମ କରିବି। ଏମାନେ ମନେ ରଖ, ପ୍ରେମ କରିବାର ଅର୍ଥ ହେଉଛି କ'ଣ? ଲଭ୍ ଡିମାଣ୍ଡ sacrifices. Love demands sacrifices. A wish to love means wish to sacrifice. যদি ଆମେ ଇଚ୍ଛା କରୁଛୁ ପ୍ରେମ କରିବା ପାଇଁ, ତେବେ ମନେ ରଖନ୍ତୁ ବଳିଦାନ ଦେବା ପାଇଁ ପ୍ରସ୍ତୁତ ରହିବା ଦରକାର। ବିନା ବଳିଦାନରେ ପ୍ରେମ ଅସମ୍ଭବ। ଯୀଶୁ କ୍ରୁଶରେ ନିଜକୁ ବଳିଦେଲେ, ସେଥିପାଇଁ ତାଙ୍କର ପ୍ରେମ ଆମେ ଜାଣିପାରୁଛୁ। ଯେତେବେଳେ ଆମେ ମାର୍କ 12 ପର୍ବ 41 ପଦ ପଢୁଛୁ, ଆଉ ସେଠି ଦେଖୁଛୁ ଲେଖା ଅଛି, ପରେ ସେ ଅର୍ଥାତ୍ ଯୀଶୁ ଭଣ୍ଡାର ସମ୍ମୁଖରେ ବସି ଲୋକ ସମୂହ କିପରି ସେଥିରେ ପଇସା ପକାଉଅଛନ୍ତି
ତାହା ଦେଖୁଥିଲେ ସେତେବେଳେ ଅନେକ ଧନୀ ଲୋକ ସେଥିରେ ବେଶୀ ପକେଇଲେ। ତେବେ ଯୀଶୁ ଆଟେଣ୍ଟିଭ୍ ଅଛନ୍ତି, ଗୋଟେ ଜାଗାରେ ଗଲେ ସେ ତେବେ ଆମେ ମାର୍କ 11 ପର୍ବ ପଢ଼ିବୁ। ଯୀଶୁ ବିଜୟ ଯାତ୍ରା କରନ୍ତି, ଜେରୁସାଲେମକୁ ଆସନ୍ତି। ଲାଷ୍ଟ ୱିକ୍ ଯୀଶୁଙ୍କର ମରିବାର ଶେଷ ସପ୍ତାହ, ଯେଉଁଟାକି ଆମେ ପାଲମାରୁ ପର୍ବ, ଖଜୁରୀ ବାହୁଙ୍ଗା ପର୍ବ ବୋଲି କହୁଛୁ। 11 ପର୍ବରେ ସେ ଖଜୁରୀ ବାହୁଙ୍ଗା ଲୋକମାନେ ଦେଇ ଯୀଶୁଙ୍କୁ ସ୍ୱାଗତ କରୁଛନ୍ତି। ଆଉ ବର୍ତ୍ତମାନ ଯୀଶୁ ଶିକ୍ଷାରେ ଅଛନ୍ତି। ଆଉ ଯୀଶୁ ଏହି ସମୟରେ ଆସି ମନ୍ଦିରରେ ଯେଉଁମାନେ ବ୍ୟବସାୟ କରୁଥିଲେ ସମସ୍ତଙ୍କର ମେଜ ଗୁଡ଼ାକ ବାହାରି ପକାଇ କହିଲେ କ'ଣ ବୋଲି, ଯଦି ଆମେ 11 ପର୍ବ 15 ପଦ ପଢ଼ୁ, ତାହାପରେ ସେମାନେ ଜେରୁସାଲେମକୁ ଆସିଲେ। ଆଉ ସେ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କ୍ରୟ ବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ। ପୁଣି ମୁଦ୍ରା ବ୍ୟବସାୟୀ ମାନଙ୍କର ମେଜ ଓ ଗାତା ବ୍ୟବସାୟୀ ମାନଙ୍କର ଆସନ ପଲଟାଇ ପକେଇଲେ। ଗୋଟେ ବିଷୟ ଆଉ ଥରେ ଧନର କଥା ଏଠି ଦେଖୁଛୁ। ତେବେ ଯୀଶୁ ତାଙ୍କର ପାଲମାରୁ ବିଜୟ ଯାତ୍ରା କଲା ପରେ ବର୍ତ୍ତମାନ ସେ କ୍ରୁଶକୁ ପରିତ୍ରାଣ ନିମନ୍ତେ ଯାଉଅଛନ୍ତି। ଏହି ସପ୍ତାହ ମଧ୍ୟରେ ଅନେକ ଘଟଣା ଘଟିଲା। ଆଉ ଯୀଶୁ ବର୍ତ୍ତମାନ ମନ୍ଦିରରେ ଅଛନ୍ତି। ଆଉ ଲେଖା ଅଛି ମନ୍ଦିରର ଭଣ୍ଡାର ବୋଲି। ତେବେ ଜେରୁସାଲେମ ମନ୍ଦିର କେତେଟା ଷ୍ଟ୍ରକ୍ଚର ଅଛି, କେତେଟା କୋର୍ଟ ଅଛି? 3ଟି। ପ୍ରାଙ୍ଗଣ, ପବିତ୍ର ସ୍ଥାନ ଆଉ ମହାପବିତ୍ର ସ୍ଥାନ। ପ୍ରାଙ୍ଗଣ ମଧ୍ୟରେ ସାଧାରଣତଃ 3ଟି ସ୍ତର ଅଛି। ପ୍ରାଙ୍ଗଣ ମଧ୍ୟରେ 3ଟି ସ୍ତର କ'ଣ କ'ଣ? ପ୍ରଥମ ସ୍ତର ହେଉଛି ଜେଣ୍ଟାଇଲ୍ସ କୋର୍ଟ। ଜେଣ୍ଟାଇଲ୍ ଯେଉଁମାନେ କି ବିଜାତି, ଯେଉଁମାନେ ପ୍ରକୃତରେ ଯୁହୁଦୀ ନାହାନ୍ତି, ସେଇ କୋର୍ଟ ପର୍ଯ୍ୟନ୍ତ ସେମାନେ ଯାଇପାରିବେ, ତା ଆଗକୁ ଯିବେ ନାହିଁ। ଯଦି ଯିବେ ସେମାନେ ଦଣ୍ଡିତ ହେବେ। ନେକ୍ସଟ କୋର୍ଟ ଅର୍ଥାତ୍ এই ଜେଣ୍ଟାଇଲ୍ସ କୋର୍ଟକୁ ଅତିକ୍ରମ କଲା ପରେ ଆଉ ଗୋଟେ କୋର୍ଟରେ ସେମାନେ ପହଞ୍ଚିବେ, ସେଟା ହେଉଛି ୱିମେନ୍ସ କୋର୍ଟ। এই ୱିମେନ୍ସ କୋର୍ଟ ଅର୍ଥାତ୍ ମହିଳାମାନେ, ଜିହୁଦୀ ମହିଳାମାନେ କେବଳ ସେଠି ସେ ପର୍ଯ୍ୟନ୍ତ ଯାଇପାରିବେ। ଆଉ ତାପରେ ସେଇ କୋର୍ଟ ପରେ ମେନ୍ସ କୋର୍ଟ ଅଛି। ଖାଲି ଯେକୌଣସି ଜିହୁଦୀ ସେଠି ଯାଇପାରିବେ, ମହିଳାମାନଙ୍କୁ ଏଣ୍ଟ୍ରି ନାହିଁ। ତାପରେ ଆଉ ସ୍ତର କହିବି। ନେକ୍ସଟ ଅଛି କ'ଣ? ପବିତ୍ର ସ୍ଥାନ, ଯୋଉଠି କେବଳ ଯାଜକମାନେ ଯାଇପାରିବେ। ଆଉ ଗୋଟେ ଜାଗା ଅଛି, ଶେଷ ଜାଗା ମହାପବିତ୍ର ସ୍ଥାନ। ସେଠି କେବଳ ମହାଯାଜକ ବର୍ଷକୁ ଥରେ ଯିବେ, ଯୋଉଠି ନିୟମ ସିନ୍ଧୁକ ରଖାଯାଇଥିଲା। ଆଉ ଈଶ୍ୱରଙ୍କର ଉପସ୍ଥିତି ସେମାନେ ଅନୁଭବ କରୁଥିଲେ। ପାପ ନିମନ୍ତେ ବର୍ଷକୁ ଥରେ ମହାଯାଜକ ଯାଇ ସେଠି ବଳିଦାନ କରୁଥିଲେ। ବର୍ତ୍ତମାନ ଆମେ ଦେଖୁଛୁ ଯୀଶୁ ଗୋଟେ ଭଣ୍ଡାର ଥିବା ଜାଗାରେ ଅଛନ୍ତି। ଦେଖାଉଛି ଭଣ୍ଡାର ସମ୍ମୁଖରେ। ଏଇଟା ହେଉଛି ୱିମେନ୍ସ କୋର୍ଟର ଘଟଣା। ମହିଳାମାନେ ଯେଉଁ ସ୍ତରରେ ଯାଇପାରିବେ ଆଉ ତାଠାରୁ ଭିତରକୁ ଯାଇପାରିବେ, ସେଇ ଜାଗାରେ 13ଟି ଦାନ ବକ୍ସ ଥିଲା। କେତୋଟି? 13ଟି। 13ଟି ଦାନ ବକ୍ସ ମଧ୍ୟରୁ 7ଟି ଥିଲା ଯେ କ'ଣ କ'ଣ ସବୁ କିଣା ହେବାର, ମନ୍ଦିର ମଧ୍ୟରେ କ'ଣ କ'ଣ ଆବଶ୍ୟକ, ଧୂପ କିଣିବା, ବଳିଦାନ ନିମନ୍ତେ କାପ୍ତା କିଣିବା ପାଇଁ, ଅର୍ଥ ଯେଉଁମାନେ ଦେବା ପାଇଁ, ଦାନ ଦେବା ପାଇଁ ଚାହାନ୍ତି, ଯେକୌଣସି ଆବଶ୍ୟକ ବିଷୟ କିଣିବା ପାଇଁ 7ଟି ବକ୍ସ ଥିଲା। ଆଉ ସେ ବକ୍ସ ଗୁଡ଼ାକ ସାଧାରଣତଃ ଅର୍ଥାତ୍ ସିଂହ ସଦୃଶ ଥିଲା। ସିଂହ ମାନେ କ'ଣ ଆମକୁ ଶୁଣୁ, ସିଂହ। ତେବେ ସେ ସିଂହ ସଦୃଶ ଥିଲା। ଆଉ ସେଠି ଲୋକମାନେ ପକେଇଲେ, ସେ ସିଂହ ଯଦି ଉପରେ ପକେଇଲେ ସେ ପୁରା ତଳକୁ ଏମିତି ଯିବ, ବାଜିବ ତଳେ। ଏ ବକ୍ସ ବଡ଼ ଥିଲା କିନ୍ତୁ ଯିବା ସ୍ତର ଛୋଟ। ତ ମୁଁ କହିବା ପାଇଁ ଚାହେଁ ଯେ এই 13ଟି ବକ୍ସ ମଧ୍ୟରୁ 7ଟି ବକ୍ସ ହେଉଛି ଯାହା ଦ୍ରବ୍ୟ ଆବଶ୍ୟକ ଗୁଡ଼ାକ, ଆଉ 6ଟି ରେଷ୍ଟ 6 ବକ୍ସେସ୍, ଆଉ ସେଇଟା ଥିଲା ଫ୍ରି ୱିଲ୍ ଅଫରିଂ। ତେବେ ନିଜର ଇଚ୍ଛା, ନିଜକୁ ଯେଉଁଟା ଇଚ୍ଛା ଲାଗୁଛି ସେ ଅନୁସାରେ ଆପଣ ଦାନ ଦେଇପାରନ୍ତି। ପାର୍ଟିକୁଲାର ଜିନିଷ ପାଇଁ ନୁହେଁ, କିନ୍ତୁ ନିଜର ଇଚ୍ଛା, ପ୍ରଭୁଙ୍କୁ ଧନ୍ୟବାଦ ଦେବାର ଅଛି, ପ୍ରଭୁ ତୁମେ ଏଇଟା ଦେଇଛ ସେଥିପାଇଁ ମୁଁ ଏଇଟା ଦେଉଛି। ଆଉ ଏଇ ସ୍ତ୍ରୀ ଲୋକ এই 6ଟି ବକ୍ସ ମଧ୍ୟରୁ ଗୋଟିଏ ବକ୍ସ ପକାଉଛି, 7ଟି ବକ୍ସ ଛାଡ଼ି 6ଟି ବକ୍ସ ପକାଉଛି। ତେବେ ଏଠି ଯୀଶୁ ଏସବୁକୁ ଲକ୍ଷ୍ୟ କରୁଛନ୍ତି। ଆଉ ଲକ୍ଷ୍ୟ କରି ଦେଖୁଛନ୍ତି ସେଠି ଆମେ ତାର
ପ୍ରେମ କୁ ଦେଖୁଛୁ। ତାର ପ୍ରେମ ସେ ମହିଳା ଲେଖା ଅଛି 42 ପଦରେ, ଆଉ ଜଣେ ଦରିଦ୍ର ବିଧବା ଆସି 1 ପାହୁଲା ମୂଲ୍ୟର 2 କ୍ଷୁଦ୍ର ମୁଦ୍ରା ସେଥିରେ ପକାଇଲା। ଏବେ ଏଇ ସ୍ତ୍ରୀ ଲୋକ ମଧ୍ୟ ପକେଇଲା, ତାର ଦୁଇଟା କ୍ଷୁଦ୍ର ମୁଦ୍ରା ବୋଲି ଲେଖା ଅଛି। ତଳେ ଲେଖା ଅଛି ତାର ଅନାଟନ ନିମନ୍ତେ ଥିବା ନିଜ ପ୍ରାଣ ବଞ୍ଚାଇବାର ଯାହା ଥିଲା ସେ ସବୁ ଦେଲା। ତେବେ ସେ ଈଶ୍ୱରଙ୍କୁ ନିଜର ପ୍ରେମ ପ୍ରକାଶ ଅଭାବରେ ସୁଦ୍ଧା ନିଜର ପ୍ରେମକୁ ସେ ଜାହିର କରୁଛି। ଆମେ କହିବୁ ଯେ ଆମକୁ କିଛି ଆକା ନାହିଁ। ମୁଁ ଅନେକଙ୍କ ଠାରୁ ଶୁଣେ, ଇଭେନ୍ ଆମ ଘରେ ମଧ୍ୟ ଆମେ ଅନେକ କଥା ନାଇଁ କିଛି ନାହିଁ, ପଇସା ନାହିଁ, କିଛି ନାହିଁ ଏକା ବୋଲି କହିବ। ଯୋଉଟା ଅଛି ଆମେ ଦେଖିବୁନି, ନାହିଁ କହିବୁ। କିନ୍ତୁ ଈଶ୍ୱରକୁ ପ୍ରେମ କରୁଥିବା ଲୋକ ଭାବନ୍ତି we have everything, ଯାହା ଅଛି ସେଇଟା ତ ଅଛି, ସେଥିପାଇଁ ଆମେ ବଞ୍ଚିଛୁ। ତେବେ ଆମେ ଏଠି ଲକ୍ଷ୍ୟ କରୁଛୁ ସେଇ ବିଧବାର କଥା, ଯାହାର କିଛି ନଥିବା ସଦୃଶ୍ୟ 2ଟି ପାହୁଲା ମୁଦ୍ରା ଥିଲା, ତାହା ସୁଦ୍ଧା ଈଶ୍ୱରକୁ ପ୍ରେମ କରୁଛି ବୋଲି ପକଉଛି। ତେବେ ସେ ଇଚ୍ଛା କଲା ପ୍ରଭୁଙ୍କୁ ପ୍ରେମ ଜାହିର କରିବା ପାଇଁ। ଆମର ଇଚ୍ଛା ନଥିଲେ ଆମେ କିଛି କରିବୁ ନାହିଁ, ମାନେ ପ୍ରେମ ନଥିଲେ ଆମେ ତାକୁ ଦେବୁ ନାହିଁ। କୋଉ ଲୋକ ଏମିତି ଅଛନ୍ତି କି ଯେତେବେଳେ ପର୍ବପର୍ବାଣି ହୁଏ, ପିଠା କରିବୁ, ଆମେ ମାଛ କରିବୁ। ଆଗ କାଳରେ ବଢ଼ିଆ ଥିଲା, ଗାଁ ଗହଳିରେ ଯଦି ପର୍ବ ଆସେ ଆମେ ରୋଷେଇ କରିବୁ, ଯାହା ସବୁ ମାଂସ ଭାତ କରିବୁ, ସବୁ ନିଜର ପାଖି ପଡ଼ିଶାକୁ ଆମେ ବାଣ୍ଟିବୁ। ସେ ଆନନ୍ଦ, ସେ ପ୍ରେମ ଥିଲା। କିନ୍ତୁ ଆଜିକାଲି ଆମେ ନିଜେ ମୁସ୍କାମୁସ୍କି ହେଇଯାଇଛୁ। କାହାର କେକ୍ ଟିକେ ପାଇବାଟା ବେଶୀ କଷ୍ଟ, ବଲିଆ କାମରେ ହଉ। ପ୍ରେମ ନାହିଁ, ତା ମାନେ ପ୍ରେମ ଉଣା ହେଇଗଲାଣି। ପ୍ରେମ କାହାକୁ ହେଲା ବେଶୀ? ମଣିଷକୁ ଆଉ ପ୍ରେମ ନାହିଁ ପ୍ରିୟମାନେ। ଆଜିକାଲି ଯନ୍ତ୍ରକୁ ସବୁ ପ୍ରେମ। ମୋବାଇଲ କୁଡ଼ି ଛାଡ଼ିଥିଲେ କେଳେ ଗଲା ବାପା, ଏତେ ପ୍ରେମ। ସେ ଯାଇଛି କଲେ ଯାଉ, ମୋର ପ୍ରେମ ମୋବାଇଲ ଥିଲେ ହେଲା। ତେବେ ଆମର ପ୍ରେମ ସିଫ୍ଟ ହେଇଯାଇଛି ଟେକ୍ନୋଲୋଜିକୁ। ତେବେ ଆମର ପ୍ରେମ ଆଉ ନାହିଁ। କିନ୍ତୁ ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ ଆମେ ଜୀବନ୍ତ ହେବା। ମୋବାଇଲ ସେ ଜୀବନ୍ତ ନୁହେଁ, ବସ୍ତୁ। ଆମେ ବସ୍ତୁବାଦୀ ହେଇଛୁ, ସେଥିପାଇଁ ଆମକୁ ପ୍ରେମ ଜଣାପଡ଼ୁନାହିଁ। ଯେତେବେଳେ ଆମେ ପ୍ରେମ କରିବୁ, ଜଣେ କହନ୍ତି କ'ଣ ବୋଲି, one can give without loving but one cannot love without giving। ଜଣେ ଦେଇପାରେ, ବିନା ପ୍ରେମରେ ଦେଇପାରେ। କେମିତି? ଭିକାରୀକୁ ଦେଖିଲେ এইটা কোন প্রেম ভিন্ন নেই বলতে পারো। কিন্তু যে প্রেম করুছি বিনা দেই সে প্রেম প্রকাশ করে পারিব। মই প্রেম করছি, কেমতি প্রেম? কেমতি বয়ফ্রেন্ড গার্লফ্রেন্ড কু প্রেম কলা দিন রাতি আই লাভ ইউ বলুথিব, কিন্তু পরিস্থিতি আসলে ছাড়িয়ে পড়ে যাব। তবে প্রেম কথারে নহে। ମୁଁ ଅନେକ ସମୟରେ କହେ, ଆମ କୋରାପୁଟିଆ ଲାଙ୍ଗୁଏଜରେ ଗୋଟେ କଥା କହୁ, ଲାଲେ ପିଠା ଭାଜିବା କଥା। ମୁଁ ଅନେକ ଥର କହିଥିଲି। ଲାଲେ ପିଠା ଭାଜିବା ମାନେ କ'ଣ? ଆମ ଛେପରେ ଜମା କରି ପିଠା ଛାଣି ହବ ସେଇଠି ହବନି। ପିଠା ଛାଣିବା ପାଇଁ ତେଲ ଦରକାର। ତେବେ ଅନେକ ଲୋକ ଏମିତି ପ୍ରେମ କରୁଛନ୍ତି, ସୁଖା ପ୍ରେମ। ସେଠି ଲାଳରେ ପିଠା ଭାଜୁଛନ୍ତି ସେମାନେ। ପ୍ରେମ ତେଲ କିଣି ଆଣିବାର ଅଛି, ମିଟର ଆଜିକାଲି ବଢ଼ିଯାଇଛି। ଯଦି ଆପଣ ପ୍ରେମ ପ୍ରକାଶ କରିବାର ଅଛି ପର୍ବରେ କି ଅନ୍ୟ ଦିନ ମାନଙ୍କରେ, ଆପଣ ପିଠା ଛାଣିବା ପାଇଁ ହେଲେ ଗୁଡ଼ ଆଣିବାର ଅଛି, ଚିନି ଆଣିବାର ଅଛି, ଯାହା ସରଞ୍ଜାମ ଆବଶ୍ୟକତା ଅଛି ଗ୍ୟାସ୍ କରିବାର ଅଛି, ତାପରେ ତାକୁ ବନେଇ କଷ୍ଟ ପରିଶ୍ରମ ଯିବାର ଅଛି, ତାପରେ ତାକୁ ପ୍ୟାକିଂ କରି କେଜାଣି ଗାଡ଼ିରେ ନେଇକି ଦେବାର ଅଛି ଆପଣମାନଙ୍କୁ। କେତେ ଖର୍ଚ୍ଚ, ଲଭ୍ ଡିମାଣ୍ଡ ସାକ୍ରିଫାଇସ୍। ବଳିଦାନ ନ କଲେ, ନ ଦେବା ଦ୍ୱାରା ପ୍ରେମ ପ୍ରକାଶ କରିବେ। ଦୂରରୁ ଏକା ଫୋନରେ ବେଶୀ ମନେ ପକାଉଛି, ବେଶୀ ପ୍ରେମ। କେମିତି ପ୍ରେମ ସେଇଟା? ଯୋଉଟାର ସ୍ୱାଦ ନାହିଁ, ଯାକୁ ଚାଖି ହେବନି। ଚାଖିଲେ ଏକା ପ୍ରେମ। ପିଠା ଚାଖିଲେ ଏକା ବଢ଼ିଆ ହେଇଛି ବୋଲି ଆମେ କହିପାରିବୁ। ଅନ୍ୟମାନଙ୍କର କହିବା ଦ୍ୱାରା, ଅନ୍ୟମାନଙ୍କର ପ୍ରତି ଉତ୍ତର ରେସ୍ପଣ୍ଡ ଦ୍ୱାରା ଆମେ ଜାଣିପାରିବୁ ସେ କେତେ ଆମକୁ ପ୍ରେମ କରୁଛି। ତେବେ ମୁଁ କହିବି, one can give without loving but one cannot love without giving। ବିନା ଦେଇ ମତେ ପ୍ରେମ ଦେଖାନ୍ତି। ଆପଣ ପରୀକ୍ଷା କରନ୍ତୁ ଏ ସପ୍ତାହ ଯାକ
କିଛି ନ ଦେଇ କଥା ହେଲେ ଦେବାକୁ ପଡ଼ିବନି। କିଛି ନ ଦେଇ କାହାକୁ ଟିକେ ପ୍ରେମ ଜଣାନ୍ତୁ କେମିତି କରିବେ। କିଛି ନ କହି ମଧ୍ୟ ପ୍ରେମ ଜଣାଇବେ। ଘରେ ଯଦି କିଏ ଆସିଲା କିଛି ନ କହି ମଧ୍ୟ ଗୋଟେ ଗ୍ଲାସ ପାଣି ଦେଲେ ଏତେ ପ୍ରେମ କରୁଛି ମତେ, ମୋର ଦୁଃଖ ସେ ଜାଣିପାରିଲା ଯଥେଷ୍ଟ। ତେବେ ଯେତେ ସବୁ ଆମେ ଦେଖୁଛୁ ପ୍ରେମ କରିବାର ଅର୍ଥ କେମିତି ଆମେ କହିପାରୁ, ଦ ମୋର ୟୁ ଲଭ୍ ଦ ମୋର ୟୁ ଗିଭ୍। ଯେତେ ଅଧିକ ଆମେ ପ୍ରେମ କରିବୁ ସେତେ ଅଧିକ ଦେବୁ। ଆମେ କେତେବେଳେ ମୁସ୍କାମୁସ୍କି ହେବୁ, ଅଳ୍ପ ଦେବୁ ବୋଲେ ଅଳ୍ପ ପ୍ରେମ କରୁଛୁ, ବେଶୀ ଦେବୁ ବେଶୀ ପ୍ରେମ କରୁଛୁ। ତେବେ ଆମେ ଅନେକ ସମୟରେ ବାପା ମା ମାନେ ମଧ୍ୟ ଦେଖୁ ବେଳେବେଳେ କ'ଣ ହୁଏ, ବାପା ମା କାହାକୁ ଟିକେ ଅଧିକା ଦିଅନ୍ତି କାହାକୁ ଟିକେ କମ୍ ଦିଅନ୍ତୁନି। କାହିଁକି ଦିଅନ୍ତି ସେମିତି ବେଳେବେଳେ? ବେଶୀ ପ୍ରେମ କରୁଛି, କଥା ମାନୁଛି ସେଥିପାଇଁ ମୁଁ ତାକୁ ବେଶୀ ପ୍ରେମ କରୁଛି, କଥା ମାନୁନାହିଁ ତାକୁ ମୁଁ ପ୍ରେମ ସେତିକି କରୁନାହିଁ, କାରଣ ସେ କଥା ମାନୁନି। କଥା ମାନିବା ଲୋକ ବେଶୀ ତାକୁ ପ୍ରେମ କରାଯାଏ। ଈଶ୍ୱରଙ୍କର ବାଧ୍ୟ ଯେଉଁମାନେ ଥାନ୍ତି ସେମାନଙ୍କୁ ବେଶୀ ପ୍ରେମ ଈଶ୍ୱର କରନ୍ତି। ଆଉ ସେଥିପାଇଁ ଦ ମୋର ୟୁ ଲଭ୍ ଦ ମୋର ୟୁ ଗିଭ୍। ଆମେ ଯେତେ ଈଶ୍ୱରଙ୍କୁ ପ୍ରେମ କରୁଛୁ ସେତିକି ଅଧିକ ଆମେ ଈଶ୍ୱରଙ୍କୁ ଦେବୁ। ଆଜି ଆମେ ଚିନ୍ତା କରିବା ମୁଁ କେତେ ପ୍ରେମ କରୁଛୁ। ଟଙ୍କାଟିର ପ୍ରେମ ଦିନଥିଲା, ଚାରଣାର ପ୍ରେମ, 8 ଅଣାର ପ୍ରେମ, ଟଙ୍କାଟିର ପ୍ରେମ, 2 ଟଙ୍କାର, 5 ଟଙ୍କାର, 10 ଟଙ୍କାର, 100 ଟଙ୍କାର, 1000 ଟଙ୍କାର, କେତେ ଟଙ୍କାର ପ୍ରେମ ଈଶ୍ୱର କାମ କରୁ। ଦ ମୋର ୱି ଗିଭ୍ ଦ ମୋର ୱି ଏକ୍ସପ୍ରେସ୍ ଆୱାର ଲଭ୍। ଯେତେ ଆମେ ଦେବୁ ସେତେ ଆମେ ଈଶ୍ୱରକୁ ପ୍ରେମ କରୁଛୁ। ଧରି ଦିଅନ୍ତୁ ଏବେ ଆମ ଘରେ କୁଣିଆ ଆସିଲେ, ଆମକୁ କିଛି ଦେବା ପାଇଁ ଇଚ୍ଛା। କେତେ ଲୋକ ଅଛନ୍ତି ନେସଲା ଖୁସଲାଟା ଯାହା ଅଛି ଯୋଉଟା ଦରକାର ନଥିବ, ସାର୍ଟ ପ୍ୟାଣ୍ଟ ଯଦି ଅଛି କି ଲୁଙ୍ଗି ତାୱାଲ ଅଛି ସେସବୁ ଅଦରକାରୀ ଭାଇ ପଡ଼ିଛି ବୋଲି ଦେଇଦେବେ, ଠିକ ଯୋଉଟା କି ଆମେ ଦେବା ଲୋକର କାମରେ ଆସିବନି। ଡୋଣ୍ଟ ଗିଭ୍, ଗିଭ୍ ହ୍ୱାଟ ଇଜ ବେଷ୍ଟ। ଦିଅନ୍ତୁ ନାହିଁ ଯାହା ସେମାନଙ୍କୁ ଦରକାର ନାହିଁ, ଆବଶ୍ୟକତା ତା ବଦଳରେ ନଦେଲେ ଭଲ। ଦେବା ଲୋକ ସେ କେମିତି ୟୁଜ୍ କରିବ ସେଇଟା ଗୁରୁତ୍ୱ ଦେବାର। এইটা ତା ପାଇଁ ବ୍ୟବହାର ଯୋଗ୍ୟ, ଆମର ଯାହା ଦାନ ଈଶ୍ୱରଙ୍କ ପାଇଁ ବ୍ୟବହାର ଯୋଗ୍ୟ ହେବାର ଦାନ ହେବାର ଅଛି। ନ ଦେଇ ନ ଛାଡ଼ି କିଛି ଗୋଟେ ବଳିଦାନ ନ ଦେଇ ଆମେ ଈଶ୍ୱରଙ୍କୁ ପ୍ରେମ ଜାହିର କରିପାରିବୁ ନାହିଁ। ଅବ୍ରାହମ ଲଭ୍ ଗଡ୍ ମୋର୍। ଈଶ୍ୱରଙ୍କୁ ଅବ୍ରାହମ ଅଧିକ ପ୍ରେମ କଲେ ଦେନ୍ ହିଜ୍ ୱେଲ୍ଥ, ଦେନ୍ ହିଜ୍ ଫ୍ୟାମିଲି, ଦେନ୍ ହିଜ୍ ancestors ପ୍ରପର୍ଟି। ଅବ୍ରାହମ ଈଶ୍ୱରଙ୍କୁ ଅଧିକ ପ୍ରେମ କଲେ ତାଙ୍କର ପରିବାର ଠାରୁ, ତାଙ୍କର ଦେଶ ଠାରୁ, ତାଙ୍କର ଧନ ସମ୍ପତ୍ତି। ସେଥିପାଇଁ ଈଶ୍ୱରଙ୍କ ପାଇଁ ସେ ସବୁ ଛାଡ଼ିଲେ ସୁଦ୍ଧା। ଆଉ କ'ଣ ପିତରଙ୍କର କଥା ଆମେ ଦେଖୁଛୁ, ପିଟର ଲଭ୍ ମୋର୍ ଦେନ୍ ହିଜ୍ ଲାଇଭଲିହୁଡ୍। ଜୀବନ ବଞ୍ଚିବାର ବୃତ୍ତି ସୁଦ୍ଧା ଠାରୁ ଈଶ୍ୱରକୁ ସେ ଗୁରୁତ୍ୱ ଦେଲେ। ସେଥିପାଇଁ ବଞ୍ଚିବା ପାଇଁ ଯାହା ଥିଲା, ଜାଲ ଥିଲା, ସେ ସବୁ ଛାଡ଼ି ପକେଇଲେ। ଈଶ୍ୱର ପ୍ରେମ କରିବାର ସାକ୍ରିଫାଇସ୍, ବଳିଦାନ ଦେବାର। ମାଥ୍ୟୁ ତାଙ୍କର ଜବ୍ ଛାଡ଼ିଲେ, ପରଗ୍ରାହୀର କାର୍ଯ୍ୟ ସେ ଛାଡ଼ିଲେ। ପାଉଲ ତାଙ୍କର ପୁରୁଣା କର୍ମର ଜୀବନକୁ ଛାଡ଼ିଲେ। ଈଶ୍ୱରକୁ ସନ୍ତୁଷ୍ଟ କରିବା ପାଇଁ ହେଲେ କିଛି ଗୋଟେ ବଳିଦାନ ଦେବାକୁ ପଡ଼ିବ ପ୍ରିୟମାନେ। ଆଉ ଏ ୱିଡୋ loved more than what she had. Widow loved God more than what she had. এই বিধবা তার পাখରେ ଯାହା ଥିଲା ସେଠାରୁ ମଧ୍ୟ ଅଧିକ ପ୍ରେମ ଈଶ୍ୱରକୁ କରୁଥିଲା। ସେଥିପାଇଁ ତାର ସବୁ କିଛି ପ୍ରଭୁଙ୍କୁ ଦେଲା। ତେବେ ଆଜି ପ୍ରଥମ କଥା ଆମେ ଦେଖିଲୁ, ଦେବା ପାଇଁ ହେଲେ ପ୍ରେମ ଦରକାର ଅଛି, ଇଚ୍ଛା କରିବାର ଅଛି। ସବୁ ପାଖରେ ଅଛି, ଧନ ସବକେ ପାସ है देता कोई नहीं। 3 इडियट्स କଥା ଟିକେ ମନେ ପଡ଼େ। ସବୁ ପାଖରେ ଅଛି କିନ୍ତୁ ଦେବା ଲୋକ ଆକା ସେ ପ୍ରେମ କରୁଛି, ନ ଦେବା ଲୋକ ପ୍ରେମ। କିଏ କହିବ କି ମୁକେଶ ଅମ୍ବାନୀ ମତେ ବେଶୀ ପ୍ରେମ କରୁଛି, କ'ଣ ଦେଇଛି? ଜିଓ ସିମ୍ ଯାକ ଦେଇଛି। କେମିତି ଦେଇଛି? ଆମେ ଟଙ୍କା ପାଇଲୁ, କିନ୍ତୁ ଫ୍ରିରେ ପାଇଥିଲେ, କିନ୍ତୁ ଏବେ ଶୋଷୁଛନ୍ତି ଡବଲ ଡବଲ। ତେବେ ବିନା ମୂଲ୍ୟରେ ପାଇଥିବା ଜିନିଷ ହିଁ ଆମେ ଯଦି ଦେଉଛୁ, ବିନା ମୂଲ୍ୟର ଯୋଉଟା ମୂଲ୍ୟ ଦିଆଯାଇପାରିବ ନା, ସେଇଟା ଗୋଟେ ପ୍ରେମ ପ୍ରକାଶ କରିବା। ତେବେ ଆମେ ପରିତ୍ରାଣ ପାଇପାରିନଥାନ୍ତୁ, ଯୀଶୁ ବିନା ମୂଲ୍ୟରେ ଆମକୁ ଦେଲେ। ତେବେ ୱିଶ୍ ଟୁ ଲଭ୍
দ্বিতীয় বিষয়, widen our Lord, widen for our Lord, widen for Lord, ଟିକେ ପ୍ରଶସ୍ତ ହେଲା ପ୍ରଭୁଙ୍କ ପାଇଁ, ଟିକେ ପ୍ରଶସ୍ତ ହୃଦୟ ଟିକେ ଖୋଲା କରିବା। ଦୁଇ କ୍ଷୁଦ୍ର ମୁଦ୍ରା ସେଥିରେ ପକାଇଲା। ତହିଁରେ ଯୀଶୁ ଆପଣ ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି। ଯୀଶୁ ଦେଖୁଛନ୍ତି, ପ୍ରେମ କରୁଛନ୍ତି ସବୁ ସେ, ଯେ କିନ୍ତୁ ମୁସ୍କାମୁସ୍କି ପ୍ରେମ କରୁଛନ୍ତି। ଏ ସ୍ତ୍ରୀ ଲୋକ ସେ ପ୍ରକୃତ ପ୍ରେମ କରୁଛି, ଯୀଶୁ ଲକ୍ଷ୍ୟ କରୁଛନ୍ତି। କିନ୍ତୁ ଦେଖୁଛୁ, ଇଟ୍ ୱାଜ୍ ଏ ସ୍ମଲେଷ୍ଟ ଆମାଉଣ୍ଟ ଅଫ୍ ମନି, ଛୋଟ ମୁଦ୍ରା, ଦୁଇଟି ବୋଲି ଖାଇଛି। ଇଟ୍ ୱାଜ୍ 2 କପର କଏନ୍ସ, ଦୁଇଟି ତମ୍ବା ମୁଦ୍ରା, ବ୍ରୋଞ୍ଜ ବୋଲି କହୁଛି, ବ୍ରୋଞ୍ଜ, ତାକୁ ଗ୍ରୀକରେ କହୁଛନ୍ତି ଲେପ୍ଟନ୍। ଯେଉଁ ଭାଷା ଅର୍ଥାତ୍ ଏହି ନୂତନ ନିୟମ ଲେଖାଯାଇଥିବା ପ୍ରକୃତ ମୂଳ ଶବ୍ଦ ହେଉଛି ଲେପ୍ଟନ୍। ଆଉ ଲେପ୍ଟନ୍ର ଅର୍ଥ ହେଉଛି ଏଇଟା ଜିହୁଦୀ ମାନଙ୍କର ଗୋଟିଏ ମୁଦ୍ରା, ଆଉ ଯାହାର ମୂଲ୍ୟ ରୋମିଓ ମାନଙ୍କର ଡିନେରିସ୍ ବୋଲି ଯାହା କହୁଛୁ, ରୋମିଓ ମାନଙ୍କର ଡିନେରିସ୍ର ମୂଲ୍ୟ ଟଙ୍କାଟି ମନେକର, ଆଉ ରୋମିଓ ମାନଙ୍କର ସେ ଟଙ୍କାଟି ହେଉଛି 64 ପଇସା, 64 ପଇସା ଗୋଟେ ଦିନରେ ହେବା ପାଇଁ। ଆଉ ସେ 64 ପଇସା ମଧ୍ୟରୁ এই দুইটি মুদ্রার মূল্য হচ্ছে 1 আউট অফ 64, বলে 64 ভাগর গোটে ভাগ এ স্ত্রী লোক পকাইছি। হেলে এইটা কিন্তু জিহুদী মানকর পাই সেতিকি টঙ্কা হচ্ছে কোন ସବୁଠାରୁ ସ୍ମଲେଷ୍ଟ ଆମାଉଣ୍ଟ, ଯୋଉଟା କି ଗୋଟେ ଦିନର ମଜୁରୀ। এই ବିଧବାର ଗୋଟେ ଦିନର ମଜୁରୀ ସେ ସମ୍ପୂର୍ଣ୍ଣ ଭାବରେ ଈଶ୍ୱରଙ୍କୁ ଦେଉଛି। ଏମାନେ এই କଥା ଯୀଶୁ ଦେଖୁଥିଲେ, ସେ ବିଧବା ତାର ଚଳିବା ପାଇଁ କିଛି ନାହିଁ, କିନ୍ତୁ ଗୋଟେ ଦିନର ମଜୁରୀ ଦେଉଛି। କିନ୍ତୁ ଏ ଧନୀ ଲୋକମାନେ ସେମାନେ କିଏ ଜାଣେ ବଡ଼ ବଡ଼ ମଞ୍ଚ କରିକି ଦେଇଛନ୍ତି, ତାଙ୍କର ଅନେକ ଅଛି, ପୋଷାକ ପତ୍ର ଦେଖି ଜଣାପଡ଼ୁଛି। ବିଧବାର ପିନ୍ଧିବା ପାଇଁ ମଧ୍ୟ ଠିକ ପୋଷାକ ନାହିଁ, କିନ୍ତୁ ସେ ପ୍ରଭୁଙ୍କ ପାଇଁ ଦେଉଛି। ତିନୋଟି କଥା এই ସ୍ତ୍ରୀ ଲୋକଠାରୁ, এই ବିଧବା ଠାରୁ ଆମେ ଶିକ୍ଷା କରିବା। ପ୍ରଥମ ବିଷୟ, ସି ୱାର୍ଡେନ୍ ହେୟାର ହାର୍ଟ, ସେ ତାର ହୃଦୟକୁ ପ୍ରଶସ୍ତ କଲା। ଯେଉଁମାନେ ପ୍ରଭୁଙ୍କ ପାଇଁ ନିଜର ହୃଦୟକୁ ପ୍ରଶସ୍ତ କରନ୍ତି, ସେମାନଙ୍କ ଜୀବନରେ ଅଭାବ ହୁଏ ନାହିଁ। ଆଉ ଏହି ହୃଦୟକୁ ପ୍ରଶସ୍ତ କରୁଛି, ତାମାନେ କେତେ ପ୍ରଭୁଙ୍କୁ ଭଲ ପାଉଛି, ତାର ଗୋଟିଏ ଦିନର ମଜୁରୀ ସେ ଦେଉଛି। ଆଉ ଆମେ ସପ୍ତାହକୁ ଗୋଟିଏ ଦିନ ଧାର୍ଯ୍ୟ କରିଛୁ, ରବିବାର, ଆଜି ଗୋଟିଏ ଦିନ ମୁଁ ପ୍ରଭୁଙ୍କୁ ଦେବାର ଅଛି। ଗୋଟେ 2 ଘଣ୍ଟା ଆମେ ଟେନସନ୍ ହେଇଯାଉଛୁ। ଗୋଟେ ଦିନ ପ୍ରଭୁ ସେଥିପାଇଁ ଆମକୁ ଛୁଟି ଦେଇଛନ୍ତି। ୟୁ ଟେକ୍ ରେଷ୍ଟ ୱିଥ୍ ଗଡ୍, ଈଶ୍ୱରଙ୍କର ସହିତ ତୁମେ ବିଶ୍ରାମ କର। ଆମେ କିନ୍ତୁ କେତେବେଳେ ପ୍ରାର୍ଥନା ସ୍ୱର୍ଗ ଯାଇ ମାଂସ ଭାତ ଖାଇବାର ଅଛି, ଆମର ଚିନ୍ତା ସେ ପ୍ରକାର। ପ୍ରଭୁ ଧନ୍ୟବାଦ ଦେବି କନଷ୍ଟାଣ୍ଟାଇନ୍ ରାଜାଙ୍କୁ, ନହେଲେ ସପ୍ତାହ ଯାକ ଆମେ ପରିଶ୍ରମ କରି ମରିଥାନ୍ତୁ। କନଷ୍ଟାଣ୍ଟାଇନ୍ ରାଜା ଯେତେବେଳେ ଯୀଶୁଙ୍କୁ ତ୍ରାଣକର୍ତ୍ତା ଭାବେ ଗ୍ରହଣ କଲେ, ସେ ତାଙ୍କ ରାଜ୍ୟରେ ଘୋଷଣା କଲେ ରବିବାର ଦିନ ପ୍ରଭୁଙ୍କର ଦିନ ହେବ, ଆଉ ସବୁ ସାରା ପୃଥିବୀରେ ଛୁଟି ରହିବ। ମୋ ଦେଶରେ, ମୋ ରାଜ୍ୟରେ ତାକୁ ଆମେ ସବୁ ପୃଥିବୀ ସାରା ପାଳନ କରୁଛୁ। ଧନ୍ୟବାଦ, ରେଷ୍ଟ ଦେଉଛନ୍ତି। ତା ସହିତ ପ୍ରଭୁଙ୍କ ସହିତ, ନା କି ନିଜ ପାଇଁ ଶୋଇକି ରହିବା ପାଇଁ, ପ୍ରଭୁଙ୍କ ପାଇଁ। ପ୍ରଭୁ ଯାହା ଦେଇଛନ୍ତି ଭୋଗ ବି କରିବାର ଅଛି। ସେଥିପାଇଁ এই ସ୍ତ୍ରୀ ଲୋକ ସପ୍ତାହରେ ଯାହା କମାଇଲା, ଗୋଟିଏ ଦିନର ଆୟ ସେ ପ୍ରଭୁଙ୍କ ପାଇଁ ଦେଉଛି। that kind of heart she had, ସେଇପରି ହୃଦୟ ତାର ଥିଲା। ଆମର କେତେ ଲୋକର ହୃଦୟ ଅଛି, ମାସକୁ ଯେତେ କମାଇବୁ 30 ଦିନର 10 ଭାଗ ମୁଁ ଦେବି, କେଜାଣି। ପ୍ରଥମ ବିଷୟ, ସି ୱାଇଡେନ୍ ହେୟାର ହାର୍ଟ। ଦ୍ୱିତୀୟ ବିଷୟ ହେଉଛି ସି ୱାଇଡେନ୍ ହେୟାର ହିଷ୍ଟ୍ରି, ତାର ଇତିହାସ। ତିନିଟା ଏକ କଥା। ପ୍ରଥମ ହାର୍ଟ ହିଷ୍ଟ୍ରି, ସି ୱାଇଡେନ୍ ହେୟାର ହିଷ୍ଟ୍ରି। କେଉଁ ଜାଣେ ସେ ଭାବୁଥିବ ଯେତେବେଳେ ଦାନ ପକାଇଲା ବେଳେ, ମତେ କେବେ ଦେଖୁନାହାନ୍ତି, ଭାବିଥିବ କେତେବେଳେ, କିଏ ଦେଖିଲେ ଦେଖନ୍ତୁ, ନହେଲେ ମୁଁ ଯିବାଟା ଜାଣୁଛନ୍ତି ମୋର ପରିସ୍ଥିତି କ'ଣ। କିନ୍ତୁ ସେ କାହାର ରେକଗ୍ନାଇଜେସନ, ଧନୀମାନେ କେବେ ଟିପଟପ୍ ହେଇକି ଆସିକି ସେଠି ପକଉଥିଲେ, ଟିକେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ଆସି ପକଉଥିଲେ। କିନ୍ତୁ ଏ ପ୍ରଭୁଙ୍କୁ ଲକ୍ଷ୍ୟ କରୁଛି, କିଏ ମତେ ରେକଗ୍ନାଇଜ କରେ, ମୋର ଏ ସାନ
ଦାନ କେତେ କାମରେ ଆସିବ ମୋ ଜଣାରେ, କିନ୍ତୁ ମୋର ଯାହା ଅଛି ମୁଁ ପ୍ରଭୁଙ୍କୁ ଦଉଛି, ସେ ପକାଉଛି। ପିଲାମାନେ ବିଶ୍ୱାସ କରିବେ ନାହିଁ, ତା ଭଳିଆ ଦାନ ଆଜି ପର୍ଯ୍ୟନ୍ତ ପୃଥିବୀରେ କିଏ ପକେଇନା। କାହିଁକି? ଆଜି ସେଇ ସ୍ତ୍ରୀର କଥା ଶୁଣି ବାଇବଲରେ ଅନେକ ଜାଗାରେ ଉପଦେଶ ଏଇ ବାକ୍ୟ ଦେଇ କୁହାଯାଏ, ବିଲିୟନ୍ସ ଟ୍ରିଲିୟନ୍ସ ରୁପିସ୍ ପିପୁଲ ଡୋନେଟିଂ ହେଲ୍ପିଂ ଅଦର୍ସ। এই বিধবার দান কথা হিস্ট্রিকে প্রভাব পকাইছে। আমার জীবনের দান ইতিহাসে প্রভাব পকাইবার আছে, নইলে আমার জীবনের কিছু মূল্য নাই, আমার দানের কিছু মূল্য নাই। এই বিধবা ইতিহাসকে সুদ্ধা প্রসারিত করে, ইতিহাসকে ইন্সপায়ার প্রভাবিত করেছেন। সেপাই তাঁর বিধবার দানের কথা শুনি অনেকে আজ পর্যন্ত আমার দেশের মধ্যে আসি কেতে মিনিস্ট্রি কলে, কেতে সেবা কলে, কেতে ফ্লারিশ আমি হচ্ছু। তৃতীয় বিষয়, সি ওয়াইড এন্ড হ্যার হিস্ট্রি। তৃতীয় বিষয়, সি ওয়াইড এন্ড হ্যার হ্যুমিলিটি। সি ওয়াইড এন্ড হ্যার হ্যুমিলিটি অর্থাৎ প্রভুঙ্ক পাই তার নম্রতাকে প্রতীক আমি প্রসারিত করছে, নম্রতাকে প্রকাশ করছে। আর সে যাহা কিছু ଥିଲା, ବାଇବଲରେ ଅଛି କେତେ ମାଂସ ଦେବା ପାଇଁ? 10 ମାଂସ ଦେବା ପାଇଁ। ଏ କାଲକୁଲେଟ କରି ନାହିଁ ଏ ଦୁଇଟା ମୁଦ୍ରାର 10 ମାଂସ କେତେ ହେବ। ଯାହା ଥିଲା নম্রতার ସହିତ এইটা ମତେ ପ୍ରଭୁ ଦେଇଛନ୍ତି, ମତେ ଇଚ୍ଛା ଲାଗୁଛି ପ୍ରଭୁଙ୍କୁ ଦେବା ପାଇଁ, ଦେଇ ଦିଅ। ଭାବନ୍ତୁ ନାହିଁ ଏଇଟା କେତେ ମାଂସ କଣ ହେବ ଏହା ଦ୍ୱାରା। ମନେ ରଖନ୍ତୁ, ଯାହା ଆମେ ପାଇଛୁ 100% ଇଟ୍ସ ଗଡ୍ସ, ଈଶ୍ୱରଙ୍କର। ଅନେକ ଭାବନ୍ତି 10 ମାଂସ କେତେବେଳେ ପୁରାତନ ନିୟମରେ ଥିଲା, ପୁରାତନ ନିୟମରେ 10 ମାଂସ ଥିଲା, ସେଠି ଜାଣା ଦେବାଟା। କିନ୍ତୁ ନୂତନ ନିୟମରେ ବିଧବା ଦେଇ ଯୀଶୁ ଶିକ୍ଷା ଦେବା ପାଇଁ ଚାହାନ୍ତି, ତୁମର କମ୍ପ୍ଲିଟ 100% ଇଜ୍ ଗଡ୍ସ, ଈଶ୍ୱରଙ୍କ। ତୁମେ ଯାହା ଦେଇପାରିବ ତୁମର ପ୍ରେମକୁ ପ୍ରକାଶ କରିବ। ଯେତେ ପ୍ରେମ ପ୍ରକାଶ କରିବ ସେତେ ଆମ ଜୀବନରେ ଆସିବ 100%। ଆମେ 100% କାହାକୁ ଦେବୁ? ଯାହାକୁ ଆମେ ବେଶୀ ପ୍ରେମ କରିବୁ। ବେଳେ ବେଳେ ଯଦି ପୁଅ ଝିଅର ସମସ୍ୟା ଆସେ, ପୁଅ ଝିଅକୁ ଯଦି ହତ୍ୟା କରିବାର ପରିସ୍ଥିତି ଆସେ, ଚୋରମାନେ ଆସିଛନ୍ତି ଘରେ ଚୋରି କରିବା ପାଇଁ, ପୁଅକୁ ରଖିଛନ୍ତି, ତାକୁ ପାଖକୁ ଦେଖିକି ତେଣୁ କହିବୁ ନା ଛାଡ଼ିଦ, ମତେ ମାରିଲେ ମାରିବୁ ପଛେ, କିନ୍ତୁ ମୋ ପୁଅକୁ ଛାଡ଼ିବୁ। କାହିଁକି? କାରଣ ଆମର 100% ଲଭ୍ ଆମେ ଆମର ପୁଅ ଝିଅମାନଙ୍କ ପାଇଁ ଦେଉଛୁ, ସେଥିପାଇଁ ଏହା କହିପାରୁଛୁ। ତେବେ ଆମର ହୃଦୟକୁ ପ୍ରଶସ୍ତ ଦେବା ଆଗରୁ ହୃଦୟକୁ ପ୍ରଶସ୍ତ କରିବା। ତୃତୀୟ ବିଷୟ, ୱାର୍ଥ ଅଫ୍ ଲୁଜିଂ। ୱାର୍ଥ ଅଫ୍ ଲୁଜିଂ, ପରିତ୍ୟାଗ କରିବାର ମୂଲ୍ୟ। ଆମେ ଯେଉଁ ପରିତ୍ୟାଗ କରୁଛୁ, କିଛି ଦେଉଛୁ, ଏଇଟା ଆମ ଜୀବନରେ କିଛି ପ୍ରଭାବ ପକାଇବାର ଅଛି। ମୁଁ ଦେଲି ଭଳିଆ ଫିଲ୍ ହେବାର ଅଛି, ନହେଲେ କି ଦେବି? ମୁଁ ଯଦି ଫିଲ୍ କରୁନି ଏଇଟା ମୋର ଜୀବନଟାର ଗଲା ବୋଲି, ତେବେ ଆମର ଜୀବନର କିଛି ମୂଲ୍ୟ ନାହିଁ। ଅନେକ ନିଜର ଅଙ୍ଗ ପ୍ରତ୍ୟଙ୍ଗକୁ ସୁଦ୍ଧା ଦାନ କରୁଛନ୍ତି। ମୁଁ ମଲା ପରେ ମୋର ଆଖି, ମୋର କିଡନୀ, ମୋର ଯାହା ସବୁ ଅଛି ସେ ସବୁ ଦେଇ ହାର୍ଟ ସବୁ ଦେଉଛନ୍ତି। ଅର୍ଥାତ୍ ଆମର ଦେବା ଦ୍ୱାରା ଆମକୁ ଜଣା ପଡ଼ିବାର ଅଛି ମୁଁ କିଛି ଦେଲି ବୋଲି। କୋଟିପତିକୁ ଦେବା ପାଇଁ ଯଦି 100 ଟଙ୍କା ତା ପାଇଁ କିଛି ନାହିଁ, ଲକ୍ଷପତିକୁ 100 ଟଙ୍କା କିଛି ନାହିଁ, ଦେଲେ ଫିଲ୍ ହେବାର ଅଛି ମୁଁ କିଛି ଦେଲି ବୋଲି। ଯେତେବେଳେ ଆମେ 44 ପଦ ପଢୁଛୁ ଲେଖା ହେଉଛି, କାରଣ ସମସ୍ତେ ଆପଣ ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣ ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ତାହାର ଯାହା କିଛି ଥିଲା ସେଇ ସବୁ ନାହିଁ, ଯାହା ଥିଲା ତାମାନେ ତାକୁ ନେକ୍ସଟ ଖାଇବା ପାଇଁ ମଧ୍ୟ ନାହିଁ, ଯାହା ତାହାର ଥିଲା ସବୁ ପକେଇଲା। କୋଉ ଲୋକ ଏମିତି ଅଛି ଯେ କି କିଛି ନ ରଖିଦେବ ପ୍ରଭୁ? ଏଇଠି ଗୋଟେ ଉଦାହରଣ। ସେଥିପାଇଁ ଇତିହାସ ତାକୁ ମନେ ରଖେ, ଯାହା ଥିଲା ପ୍ରଭୁଙ୍କୁ ଦେଲା। ଆଉ ଆତ୍ମ ମଣ୍ଡଳୀରେ ମଧ୍ୟ ଦେଖୁଛୁ ଲେଖା ଅଛି, ପ୍ରେରିତ ତାର 2 ପର୍ବରେ 45 ପଦ, ଯଦି 45 ପଦରୁ ପଢି ଯିବେ, ସେମାନେ ସ୍ଥାବର ତାପରେ ଯେତେ ସମ୍ପତ୍ତି ଈଶ୍ୱରଙ୍କ ବୋଲି ଗଣ୍ୟ କରୁଥିଲେ। ଆମେ ସବୁ ନିଜର ବ୍ୟକ୍ତିଗତ ବ୍ୟାଙ୍କ ବାଲାନ୍ସରେ କି ପ୍ରତିପତ୍ତିରେ ସବୁ ବଢ଼ାଇକି ରଖୁଛୁ, ଆମେ ପ୍ରକୃତରେ କିଛି ଦେଲା ଭଳିଆ ଫିଲ୍ ହଉନାହିଁ। ପ୍ରିୟମାନେ, ଏଠି ମୁଁ ଦେଖୁଛି ଯେ ରିଚ୍ ମ୍ୟାନ୍ ନିଶ୍ଚିତ ଭାବରେ ବେଶୀ ଦେଇଥିବ, ଅଧିକା ଦେଇଥିବ, ସତ କଥା। କିନ୍ତୁ ଈଶ୍ୱର ତାକୁ ମଧ୍ୟ ତାକୁ
देवा बंद कर तुम्हें दियो किंतु तुम अधिका से देछि कारण तार जहा पिला से देछि खाइबा को नथिबो पिंधिबा को नथिबो के जाने तार संतान संतति थिबे ताकू चलैबा पाई मध्य नथिबो सेति पर हमें प्रथम राजावली तार 17 पर्व 9 पद जो 16 पद पर्यंत देखुछु सारिफम नगर विधवा था से देला एलियम को देला प्रभु तार भंडार को केबे मध्य खाली करि नाहंती के माने एति तीनोटी कथा म कहि प्रथम कथा योर गिविंग मस्ट बी सैक्रिफिशियल तेरे आपणकर दान बलिदान पूर्ण हबार अच्छे तेज मुझे मत कही क्या आम बेसी प्रेम करुँ प्रभु सांगसाथी को बेसी प्रेम करुँदी एवं कहीदेवे अरे उठी जाइछु ना चर्च आम से कौन करू इे पुणी चर्च बेले केते मुणा बक्स आपण पात्र के पकड़े 10 टका टका छाड़ी 10 टका आपण सांगसाथी सहित मिसला पर खरा दिन रे हेले कोल्ड ड्रिंक्स पीबे केतटा सांग तुमे 5टा सांग केते देबे विदिन 1 मिनिट 50 टका खातो ने आजिकाली हमर फैशन नहीं जाई जन्मदिन पर घर प्रार्थना करवाटा कुटी जिवे घरे किस करबो रेस्टोरेंट जीवा बिरयानी स्टार्टर इतने टंका हमें वेस्ट करूँ केते समय पेटे से रात्रि खाइले सकाळे नथिबो वेस्टिंग आवर मनी सेई दान अन्य मानक पय टिके व्यवहार कर दिले के जाने अनेक भोकर दिले के जाने ता पय टिके उपकार ही पारे सैक्रिफिशियल आको कष्ट हमें खाई करी संतोष होई जो कि अन्य पय देवा द्वारा सैक्रिफिशियल बनाए जदि मो फील करबी मो बिरयानी खाइबा लागते कम खाइबी किंतु अन्य पय किछि देबी सैक्रिफाइस आसीबार एटा प्रथम कथा सैक्रिफिशियल गिविंग what she had for that day she gave से दिनों पर जहाँ पिला से तहाँ प्रभु को पाएगा मुझे विश्वास सेंसेशनल इन गिविंग एक्साइटेड रहे बात एक्साइटमेंट रहे प्रभु तुम्हें जो हमको दान गुड़ी को देई छो सेठी पाए मत होची एक्साइटमेंट यदि हृदय रे नथिबो बोले देवा दरकार मु धुपाई करे देले एति जहाँ भी दे देबे ये सब मुंड पे दरकार नहीं करते बस सेंसेशनल एक्साइटमेंट रे प्रभु को थैंकफुल हार्ट प्रभु को धन्यवाद प्रभु तुम्हें नहीं दिवा दिसो सेठी पाई मु तुमको दोछि आनंद कर देबार अब तृतीय विषय शेष विषय सिस्टमैटिकली आज दे देवी काली को नहीं आज बेसी अछि बोली देली काली को अल्प अछि बोली मैं देबी नहीं सिस्टमैटिकली जब आप पढ़िए प्रेरित तार 16 पर्व 1 पदर 3 पद से लिखा साधु मान निमंते दान संग्रह कर सप्ताह प्रथम दिन में तुम सुविधा अनुसार अर्थात रविवार दिन प्रस्तुत रहा सप्ताह जाक मुझे प्रस्तुत रहा अच्छी मुझे प्रभु को कौन नहीं देवा प्रभु को प्रेम प्रकाश करने मुझे सप्ताह में कौन नहीं जाऊँ मोर प्रेम मुझे प्रकाश कर गोटे दिन आमर मुठी दान आस मुठी दान कौन पाए कारण आम सप्ताह जाक प्रस्तुत हो प्रभु तुम्हें मो परिवार सभ्य मु आम परिवार जहाँ खाऊ तुम्हें गोटे भाग खाओ मु अनुरोध करे मंडल को आज थे अभ्यास करवा प्रभु को सप्ताह पर्यंत प्रस्तुत होगा आप जहाँ खाऊ गोटे मुठा चाउल आप प्रभु को रख आप गोटे मुठा चाउल सप्ताह 7 मुठा प्रभु आप आणतु कारण यहाँ प्रभु कर कारण प्रभु मत अनाहार रखी ना पूर्णता देखते से सिस्टमेटिकल प्रतिनिधि अभ्यास करूँ सबुदिन प्रभु को धन्यवाद आगे शिखु प्रभु ये आहार दे आहार तुम प्रतिदिन धन्यवाद हृदय से आसो प्रतिदिन आपण मानकर दान सेपरी संग्रह करूँ कारण ताहा आप हृदय प्रस्तुति जना पड़ो ना कि तो काशी एवं पर्यटन मुझे डिसाइड करना नथी केते प्रभु को प्रेम करते मो प्रभु जोटा हाथ में पारना ये मान मुझे सब कथा कही आपको ओडुआ लगे दान देवा कि कौन करवा जीशु तो निजे रही से विधवा को देखी तार उदाहरण दे कहते से आम दान प्रति दृष्टि रखते कारण योर गिविंग
says how much you are loving to God. कारण आपण मानकर देवा ही ईश्वर को आपण केते प्रेम करूची ताहा प्रकाश करियो। प्रभु हेबा पय आ प्रत्येक को आशीर्वाद करतो जेपरि आमे प्रभु को दृष्टि आकर्षण करिबा निमंते निजर दान निजर प्रेम प्रकाश करिबा यहाँ पे आशीर्वाद करतो। ओलिया बाक्य ग्रहण करिबा। समस्त बोधरगम्य जे ईश्वर सहाय शांति ताहा ख्रीष्ट जीशु सहभागिता तुम्हारे हृदय अमन को सुरक्षा कर रखिब।